ବୋଇତ ବନ୍ଦାଣକୁ ନେଇ ସବୁଠି ଉତ୍ସବ ମୁଖର। ଓଡ଼ିଆ ଜାତିର ଗାଥା ଗୌରବ ତଥା ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ସବୁଠି ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଥିବା ବେଳେ କୁଜଙ୍ଗ ବ୍ଲକ ତାଳତଣ୍ଡା ନିକଟରେ ଥିବା ମହାନଦୀ କୂଳରେ ମହାନଦୀ ବୋଇତ ବନ୍ଦାଣ ଉତ୍ସବ ବଡ଼ ଧୁମଧାମରେ ପାଳନ ହୋଇଯାଇଛି। ସାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାସଂଘ ଜିଲ୍ଲା ସଭାପତି ପ୍ରହ୍ଲାଦ ଚରଣ ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଆକା ମା ବଇ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଯାକ ଧର୍ମ ମୋର କହି ଏହି କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣି କରିବାର ପରମ୍ପରା ରହିଛି। ଇତିହାସ କହେ ପୂର୍ବରୁ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ ପାଇଁ ଲୁଣା ହ୍ରଦ ନୀଳାମ୍ବୁ ଚିଲିକା ବାଟ ଦେଇ ଆମ ଓଡ଼ିଆ ସାଧବ ପୁଅମାନେ ବୋଇତରେ 7 ସମୁଦ୍ର 13 ନଈ ପାର ହୋଇ ଦେଶ ବିଦେଶକୁ କଳିଙ୍ଗ ରାଜ୍ୟର ସାମଗ୍ରୀ ବ୍ୟବସାୟ ନିମିତ୍ତ ସୁଦୂର ଜାଭା ସୁମାତ୍ରା ଇଣ୍ଡୋନେସିଆ ଭଳି ଦେଶକୁ ଯାଇ ବେପାର ବଣିଜ ଶୈଳୀ ସହ ଓଡ଼ିଶାର ସାହିତ୍ୟ ସଂସ୍କୃତି ପରମ୍ପରାର ଗାଥାକୁ ପ୍ରସାରିତ କରୁଥିଲେ। ତେବେ ସେହି ଦିନକୁ ମନେ ପକାଇ କୈବର୍ତ୍ତ ମହାସଂଘ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇ ଆସୁଅଛି। ଏହି ଉତ୍ସବରେ ତାଳତଣ୍ଡା ଜିଲ୍ଲାନାସୀ ଗ୍ରାମ ତଥା ଆଖପାଖ ଅଞ୍ଚଳର ଗ୍ରାମବାସୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଆଜି ଆପଣମାନେ ଜାଣିଛନ୍ତି ବୋଇତ ବନ୍ଦାଣ ଏବଂ ଆମ ଜାତିର ଗର୍ବ ଗୌରବ କୈବର୍ତ୍ତ ମାନେ ଏଇ ଯେଉଁ ଅନୁଷ୍ଠାନଟି କରିଛନ୍ତି ଆମର ଜାତି ତରଫରୁ ହୋଇଛି ଏବଂ ଏଠାରେ ଆମର ସବୁ କୈବର୍ତ୍ତ ଭାଇ ଭଉଣୀମାନେ ଯୋଗ ଦେଇଛନ୍ତି। ଆମ ଜାତିକି ଏବଂ ଆମ ଓଡ଼ିଆର ପରମ୍ପରାକୁ ମନେ ରଖିବା ପାଇଁ ଆମେ ପ୍ରଥମେ ଜଗତସିଂହପୁରରୁ ଏଇ ଜାଗାରେ ଆରମ୍ଭ କରିଛୁ। ଏହା ମଧ୍ୟ ଆଗକୁ ଚାଲୁ ରହିବ। ବୋଇତ ବନ୍ଦାଣରେ ଯାହା ସବୁ କାର୍ଯ୍ୟକ୍ରମ ଅଛି ଆମର ବୋଇତ ବନ୍ଦାଣରେ ବୋହୂମାନେ ପୁଅକୁ ଯେଉଁ ବାଣିଜ୍ୟ ପରମ୍ପରା ରହିଛି ତାହା ମଧ୍ୟ କରାଗଲା। ସେମାନେ କେମିତି ଆଗକୁ ଆମର ଏଇ ଯେଉଁ କୈବର୍ତ୍ତମାନଙ୍କର ଉତ୍ତରୋତ୍ତର ଉନ୍ନତି ହେବ ଏବଂ ଏଇ ଯେଉଁ ବୋଇତ ବନ୍ଦାଣ ପରମ୍ପରାଟି ରହିଛି ନୌବାଣିଜ୍ୟ ଯେ ଆଗରୁ ଭାଇମାନେ ଜାଭା ଏବଂ ସୁମିତ୍ରାକୁ ଯାଉଥିଲେ ଆମର ବୋଇତ ବାଣିଜ୍ୟ ଉଦ୍ଦେଶ୍ୟରେ କେମିତି ଆମ ରାଜ୍ୟର ଏବଂ ଦେଶର ସେହିପରି ଆମ ଏରିଆର କେମିତି ଉତ୍ତରୋତ୍ତର ଉନ୍ନତି ହେବ ଏଇ ଯେଉଁ ନୌବାଣିଜ୍ୟ ପରମ୍ପରାକୁ ଆମେ କୈବର୍ତ୍ତମାନେ ବଜାୟ ରଖିଛୁ। ନମସ୍କାର, ଜୟ ମା ଶାରଳା, ଜୟ ଜଗନ୍ନାଥ। ମୁଁ ପ୍ରହ୍ଲାଦ ବେହେରା ସାରଳା ମଣ୍ଡଳ କୈବର୍ତ୍ତ ମହାସଭାର ସଭାପତି ଜଗତସିଂହପୁର ଜିଲ୍ଲାର ଏବଂ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ଅର୍ଗାନାଇଜ ସେକ୍ରେଟାରୀ ଏବଂ ଆଜି ଯେଉଁ ବୋଇତ ବନ୍ଦାଣ ଉତ୍ସବ କରାଯାଉଛି ଏଠି ଆମର ଏ ଯେଉଁ ମହାନଦୀ କୂଳରେ ମହାନଦୀ ବୋଇତ ବନ୍ଦାଣ ଉତ୍ସବ ଆମେ ପାଳନ କରିଛୁ। ତାଳତଣ୍ଡା ଜିଲ୍ଲାନାସୀ ବରିହାଡ଼ିଆ ଆଉ ଅନ୍ୟାନ୍ୟ ଗ୍ରାମ ସମସ୍ତେ ମିଶି ଏଠାରେ ଏକ ମହାନଦୀ ବୋଇତ ବନ୍ଦାଣ ଉତ୍ସବର ଗୋଟେ କମିଟି କରିଥିଲୁ। ଏ କମିଟି ମାଧ୍ୟମରେ ତା ପଛରେ ଆମେ ସାରଳା ମଣ୍ଡଳ କୈବର୍ତ୍ତ ମହାସଭା ତାଙ୍କୁ ସହଯୋଗ କରିଥିଲା ଯେ କି ଆମର ଏ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏଠାରେ ଏକ ବୋଇତ ବନ୍ଦାଣ ଉତ୍ସବ କରାଯିବ। ତାର ପ୍ରସ୍ତୁତି ବୈଠକ ବି ହୋଇଥିଲା। ସେ ପ୍ରସ୍ତୁତି ବୈଠକରେ ସିଦ୍ଧାନ୍ତ ହୋଇଥିଲା ଯେ ଆମ କୈବର୍ତ୍ତ ଜାତିର ମା ମାଉସୀ ସମସ୍ତଙ୍କୁ ନେଇ ଆମେ ଏଠି ଏକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିବା। ଯେମିତି ସାଧବ ପୁଅମାନେ ଯେତେବେଳେ ବିଦେଶକୁ ଯାଆନ୍ତି ବାଣିଜ୍ୟ କରିବା ପାଇଁ ଏହାର ଏକ କାର୍ତ୍ତିକ ପୂର୍ଣ୍ଣିମା ଶେଷ ଦିନ ଯେଉଁ ଦିନ ଏଠାରେ ବୋଇତ ବନ୍ଦାଣ ହୁଏ ତାକୁ ସାଧବ ବୋହୂମାନେ ତାଙ୍କୁ ବନ୍ଦାପନା କରି ବିଦେଶକୁ ବାହାରକୁ ବିଦେଶକୁ ବାଣିଜ୍ୟ କରିବାକୁ ଯାଆନ୍ତି। ଆଗକାଳରେ ଆବାହନ କାଳରୁ ଏ ଜିନିଷ ସବୁ ଥିଲା। ତାକୁ ମନେ ପକାଇବା ପାଇଁ ଏ ଅଞ୍ଚଳରେ ଆମ ସମସ୍ତ କୈବର୍ତ୍ତ ଜାତି ଏକାଠି ହୋଇ ଏକତ୍ରିତ ହୋଇ ସମସ୍ତେ ବୋଇତ ବନ୍ଦାଣ ଉତ୍ସବକୁ ପାଳନ କରୁଛୁ। ଆମ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଆମର ଏଇ ମହାନଦୀ ବୋଇତ ବନ୍ଦାଣ ଏଇ ଜିଲ୍ଲାନାସୀ ଗ୍ରାମରେ ପ୍ରଥମ ଥର କରି ଆମେ ଉଦ୍ଘାଟନ କରିଛୁ। ଯାହା ହେଉ ଆମର କୈବର୍ତ୍ତ ଜାତିର ସମସ୍ତ ଭାଇ ଭଉଣୀ ମା ଗୁରୁଜନମାନେ ଭଲ ପଦକ୍ଷେପ ନେଇକରି ଆମ ଜାତିର ପରମ୍ପରାକୁ ବଜାଇ ରଖିବା ପାଇଁ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଆମେ ଆଜି ସମସ୍ତେ ବହୁ ସଂଖ୍ୟାରେ ଲୋକ ଏଠି ସାମିଲ ହୋଇ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରୁଛୁ। ଯାହା ଏହି ପୂର୍ବପୁରୁଷର ପୌରାଣିକ ଯୁଗରେ ଥିଲା ସାଧବ ପୁଅମାନେ ବୋଇତ ବାଣିଜ୍ୟରେ ଯାଉଥିଲେ, ସାଧବ ବୋହୂମାନେ ବୋଇତ ବନ୍ଦାଣ। ଆଜି ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣରେ ଆଜି ଆମେ ଏହି କୈବର୍ତ୍ତ ଜାତିର ସମସ୍ତ ଲୋକ ଏଇଠି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆରମ୍ଭ କରୁଛୁ। ଆଉ ଆଗକୁ ମଧ୍ୟ ଏହା ଚାଲିବ ବା ଜାରି ରହିବ। ଯେମିତି
आम जातिर परंपरा ऐतिह्य को बजाई रखापी आम यहाँ गोटे दृढ़ संकल्प बोधे प्रथम कर अनुष्ठित कर आगे बजाई रख। कुजंगरू मनोज कुमार जेना का रिपोर्ट, विश्व विजय न्यूज ओडिशा।